नमस्कार। ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। এই ଭିଡିଓରେ ଆମେ ଆଲୋଚନା କରିବା ଯୋଉଟା କି ଆପାଚି ହେଲିକପ୍ଟର। ଯୋଉ ଆପାଚି ହେଲିକପ୍ଟର ଯୁଦ୍ଧ ପାଇଁ ଆପଣଙ୍କର ବ୍ୟବହାର ହୁଏ ସେ ଉପରେ ଆମେ ଆଲୋଚନା କରିବା। ତେବେ ୟା ପୂର୍ବରୁ ମୁଁ ଆପଣମାନଙ୍କୁ ବିଶେଷ ଭାବେ ଅନୁରୋଧ କରିବି ଯେ ଆପଣମାନେ ଆ, এই ଭିଡିଓଟିକୁ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ, କାରଣ ଆପଣମାନଙ୍କର ଯୋଉ ସବସ୍କ୍ରାଇବ କରୁଛନ୍ତି ସେ ସବସ୍କ୍ରାଇବଟା ଆମକୁ ଏନର୍ଜି ଯୋଗାଉଛି ବା ପ୍ରୋତ୍ସାହନ କରୁଛି ଯେ ଆଗକୁ ଆଗକୁ ନୂଆ ନୂଆ ଭିଡିଓ କରିବା ପାଇଁ। ତେଣୁ ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି ଯେ ଆପଣମାନେ ସବସ୍କ୍ରାଇବ କରିବେ କାଇଣ୍ଡଲି ଏବଂ ଦେଖନ୍ତୁ ଭଲ ଭାବେ। ତ 15 ମାସ ବିଳମ୍ବରେ ଆସନ୍ତା 22 ତାରିଖରେ ତିନୋଟି ଆପାଚି ସ୍ଥଳଭାଗରେ ଯୋଉମାନେ ସୈନ୍ୟ ଅଛନ୍ତି ସ୍ଥଳଭାଗ ସୈନ୍ୟରେ ସେଇଟା ଆପଣଙ୍କର ସାମିଲ କରାଯିବ। ଯୋଉଟା କି ବର୍ତ୍ତମାନ ଆମର ଇଣ୍ଡିଆରେ ୟା ପୂର୍ବରୁ 2015ରୁ ଆପଣଙ୍କର ଏୟାର ଏୟାର ଡିଫେନ୍ସ ସିଷ୍ଟମ ଲଗା ହେଇଛି। ଆପଣଙ୍କର 22ଟି ଆପଣଙ୍କର ଆପାଚି ଲାଗିଛି, କିନ୍ତୁ ସ୍ଥଳଭାଗ ପାଇଁ ଯୋଉଟା କି ଆପଣଙ୍କର ଆମେରିକା ସହିତ 2020ରେ ଚୁକ୍ତି କରାଯାଇଥିଲା 6ଟି ଆପାଚି ପାଇଁ। ଆଉ ସେଇ ଆପାଚିଟି ଆପଣଙ୍କର ଦୁଇ ଭାଗରେ ବି ଆସିବାର ଥିଲା, ଦୁଇ ପର୍ଯ୍ୟାୟରେ। ପ୍ରଥମ ପର୍ଯ୍ୟାୟରେ 3 ଏବଂ ଆଉ ଗୋଟେ ପର୍ଯ୍ୟାୟରେ 3, ଏଇଭଳି ଭାବରେ 6ଟି ଆପାଚି 2024ରେ ଦେବା ପାଇଁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ତାର ବିଳମ୍ବ ଘଟିଲା ପରେ ମେ ଏବଂ ଜୁନ ମାସ 24 ତାରିଖରେ ମଧ୍ୟ ଏଟାକୁ ବିଳମ୍ବରେ ଦେବା ପାଇଁ ଧାର୍ଯ୍ୟ କରାଯାଇଥିଲା ବା କଥାବାର୍ତ୍ତା ହେଇଥିଲା, ଚୁକ୍ତି ହେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ବିଳମ୍ବ ହେଇଗଲା ପୁଣି ଡିସେମ୍ବର ମାସକୁ ଘୁଞ୍ଚିଗଲା। ଡିସେମ୍ବର ମାସରେ ମଧ୍ୟ ସେଇ ଆପାଚିଟି ଆମର ମିଳିଲା ନାହିଁ, ଯୋଉ ଆପାଚି କି ଆପଣଙ୍କର ସ୍ଥଳ ଭାଗରେ ବ୍ୟବହାର କରାଯିବ। ଏବଂ 2000 ଯେତେବେଳେ ଆପଣଙ୍କର ମାର୍ଚ୍ଚ ମାସରେ ଯୋଧପୁରରେ ଯେତେବେଳେ ଡିସେମ୍ବର ମିଳିବ ଏକଥା ଯେତେବେଳେ ଭାରତୀୟ ସେନା ଜାଣିଲେ, ତ ଆପଣଙ୍କର ନାଗତାଲା ନାଗତାଲା ଓ ଠାରେ ଯୋଉଟା କି ଆପଣ ଯୋଧପୁର ନାଗତାଲା ଓ ଠାରେ ଆପଣଙ୍କର ସେ ଉପରେ ଆପଣଙ୍କର କଣ କରାହେଇଛି ନା ସ୍କ୍ୱାଡ୍ରନ ସ୍ଥାପନ କରାହେଇଛି। ସ୍କ୍ୱାଡ୍ରନ ମାନେ ହେଲିକପ୍ଟର ତାର ଯୁଦ୍ଧ ଅଭ୍ୟାସ କୋଉଠି ଓହ୍ଲେଇବ, କେମିତି କରିବ, ତାର ଯୁଦ୍ଧ ଉପରେ କଣ, ତାର ପ୍ରାକ୍ଟିସ କଣ ଅଛି, ତାର ତମାମ ବିବରଣୀ ଉପରେ ସେମାନେ କଣ ନା ତାଲିମ ମଧ୍ୟ ନିଆଯାଇଛି। ତାଲିମ ମଧ୍ୟ ଦିଆ ସରିଛି ଏବଂ ତାଲିମ ଦେଇକି ଅଛନ୍ତି, ତାଲିମ କାର୍ଯ୍ୟକ୍ରମ ସରିଛି। ଏବଂ ଏହାରି ପରିପ୍ରେକ୍ଷୀରେ କିନ୍ତୁ ଏଇ ଆପାଚି ବିମାନ ଆସିବାରେ ବା ହେଲିକପ୍ଟର ଆସିବାରେ ବିଳମ୍ବ ହେଇଛି। ଆବଶ୍ୟକତା ଅନୁସାରେ ଯୋଉ ତାଲିମ ଗୁଡାକ ପ୍ରାପ୍ତ କରିବା କଥା ହେଲିକପ୍ଟର ଜରିଆରେ, କାରଣ ଏଇ ହେଲିକପ୍ଟରଟି ଆପଣଙ୍କର ଆପଣଙ୍କର ସ୍ଥଳ ଭାଗରୁ ଏୟାରକୁ ଯାଇପାରିବ ଏବଂ ଆପଣଙ୍କ ସ୍ଥଳ ଭାଗରୁ ସ୍ଥଳ ଭାଗକୁ ଯୁଦ୍ଧ କରାଯାଇ ପାରିବ। ଏଇ ହେଲିକପ୍ଟରର ବେସିସ୍ ହେଲା ସେଇଟା। ତ ଦ୍ୱିତୀୟ କଥା ହେଲା ଆପଣଙ୍କର ଆମେ ଜାଣିଛେ ଆମ ଭାରତ ବର୍ଷର ପଶ୍ଚିମ ଅ ଭାଗରେ ବିଶେଷ ଅସୁବିଧା ଅଛି ବା ବିଶେଷ ସମସ୍ୟା ଅଛି ବିଭିନ୍ନ କ୍ଷେତ୍ରରେ ଯୁଦ୍ଧ ସମ୍ମିଳିତ ଭାବରେ ବା ଅନ୍ୟାନ୍ୟ ହିଁ ଶତ୍ରୁମାନଙ୍କର ହିଂସାତ୍ମକ କାରଣରୁ ପଶ୍ଚିମ ଭାଗରେ ବିଶେଷ ଆବଶ୍ୟକତା ଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେହେତୁ ବିଳମ୍ବ ହେଇଛି, ତାର ଆଉ ଆବଶ୍ୟକତା ଅଧିକରୁ ଅଧିକ ବଢୁଛି। କାହିଁକି ଆବଶ୍ୟକତା ଅଧିକରୁ ଅଧିକ ବଢୁଛି ନା ଆମେ ସବୁ ଜାଣିଛୁ ଯେ ଗତ ସିନ୍ଦୁର ଅପରେସନରେ ଏହି ବିମାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ ଭାବରେ ରୂପାୟନ କରାଯାଇଛି ବା ସଫଳ ଭାବରେ ତାକୁ କାର୍ଯ୍ୟକ୍ରମ ଇମ୍ପ୍ଲିମେଣ୍ଟେସନ କରାଯାଇଛି। ତେଣୁ ବର୍ତ୍ତମାନ ଏଇ ସିନ୍ଦୁର ଅପରେସନ ପରେ ଏଇ ଆପଣଙ୍କର ଏ ଯୋଉ ଅଛି ଆପାଚି, ୟାର ଆବଶ୍ୟକତା ବିଶେଷ ଭାବରେ ଦରକାର ପଡିଲା ବା ଆବଶ୍ୟକତାକୁ ସରକାର ବା ସ୍ଥଳ ଭାଗରେ ଏହାକୁ ବହୁତ ଭଲ ଭାବରେ ବ୍ୟବହାର କରିବା ପାଇଁ ସମସ୍ତଙ୍କର କଣ ୟାର ଚାହିଦା ବଢିଲା। ତେଣୁକରି ଆପାଚିର ଏଇ ହେଲିକପ୍ଟରର ବିଷୟବସ୍ତୁ କଣ ନା ଏଇଟା ହଉଛି ଆପଣଙ୍କର ହାଇ ଲେଭେଲ ଆଡଭାନ୍ସ ମଲ୍ଟି ରୋଲ କମ୍ବାଟ। ମଲ୍ଟି ରୋଲ କମ୍ବାଟ ମାନେ କଣ? କମ୍ବାଟ ମାନେ କଣ? ଯୁଦ୍ଧ କ୍ଷେତ୍ରରେ ତ ମଲ୍ଟି ରୋଲ ପଡିବ। ସେ ଆପଣଙ୍କର ଯୋଉ କ୍ଷେପଣାସ୍ତ୍ର ଅଛି ତାକୁ ନଷ୍ଟ କରିବ, ନିଜେ ଯାଇକି ମାନେ ସ୍ଥଳ ଭାଗରେ ଯୋଉଠି ଯୋଉ ସ୍ଥିର କରାଯାଇଛି, ଯୋଉ ଜାଗାରେ ସ୍ଥିର କରାଯାଇଛି ସେଇ ଜାଗାରେ ଆପଣଙ୍କର କ୍ଷେପଣାସ୍ତ୍ର ନିକ୍ଷେପ କରିବ। ଏଇଭଳି ଭାବରେ ଆପଣଙ୍କର ଏଇ ହେଲିକପ୍ଟରର ଫିଚର୍ସ ଗୁଡାକ ହେଲା ବହୁତ ଇମ୍ପୋର୍ଟାଣ୍ଟ। ହେଲିକପ୍ଟର ଫିଚର୍ସ ଗୁଡାକ ବହୁତ ଇମ୍ପୋର୍ଟାଣ୍ଟ। ତ ତାର କି ଫିଚର୍ସ ଯଦି ଆମେ ଦେଖିବା, କି ଫିଚର୍ସ ହିସାବରେ ଆପଣଙ୍କର ପାୱାର ଆର୍ମାନେଣ୍ଟ ପାୱାର ଆର୍ମାନେଣ୍ଟ କହିଲେ ଆପଣଙ୍କର ଆମେ ଯଦି କହିପାରିବା ଯୋଉଟା କି ଆପଣଙ୍କର ତଳ ଭାଗରୁ ଉପର ଭାଗକୁ ସେ ଆଟାକ କରିପାରିବ, ତଳ ଭାଗରୁ ଉପର ଭାଗକୁ ଆଟାକ କରିପାରିବ ଏବଂ ଉପରୁ ତଳକୁ ଯୋଉଟା ଆସୁଛି ତାକୁ ସେ ଟ୍ରାକ୍ କରିପାରିବ। ଏବଂ ଆପଣଙ୍କର କଣ ଅଛି ଆଜିଲିବିଟି ଆଣ୍ଡ ସର୍ଭାଇଭାଲ, ଯଦି ତାକୁ କିଛି ଯଦି ଆସିଲା ତାକୁ ସେ ଆଟାକ କରିବ ଏବଂ ତାକୁ ନଷ୍ଟ କରିବ ଏବଂ ସେ ନିଜେ ସର୍ଭାଇଭାଲ ହେଇପାରିବ। ଏଇଟା ହଉଛି ଏଇ ଆପାଚି ହେଲିକପ୍ଟରର ବିଷୟବସ୍ତୁ। ତାପରେ ଆପଣଙ୍କର ଟାର୍ଗେଟିଂ, ଆପାଚିର ଟାର୍ଗେଟିଂ ଟା ସ୍ଥଳ ଭାଗରେ ଏକଦମ ପରଫେକ୍ଟ। ଯୋଉ ଜାଗାକୁ ଆପଣ ନିକ୍ଷେପ କରିବା ପାଇଁ ଆପଣ ଫିକ୍ସ କରିଥିବେ ସେଇ ଜାଗାରେ ହିଁ ଆପଣଙ୍କର ସିଏ ନିକ୍ଷେପ କରିବ।
ଏବଂ ଯଦି କୌଣସି ତାକୁ ନିକ୍ଷେପ କଲା ସମୟରେ ଯଦି ବାହ୍ୟ ଶକ୍ତିରେ କିଛି ଆକ୍ରମଣ କରୁଛି ବା ବାହ୍ୟ ଯୋଉ ମିସାଇଲ ଗୁଡାକ ଆସୁଛି ତାକୁ ସେ ସାଙ୍ଗେ ସାଙ୍ଗେ ତତ୍କ୍ଷଣାତ୍ ତାକୁ ନଷ୍ଟ କରିଦବ। ନଷ୍ଟ କଲା ପରେ ସେ ନିଜେ ଯାଇ ଆପଣଙ୍କର ଭୂସ୍ଥଳ ବା ଯୋଉ ଲକ୍ଷ୍ୟସ୍ଥଳରେ ଯାଇ ପହଞ୍ଚିବ ଏବଂ ଲକ୍ଷ୍ୟସ୍ଥଳରେ ଯାଇ ଯୋଉ କ୍ଷୟକ୍ଷତି ଘଟେଇବାର ଅଛି କ୍ଷୟକ୍ଷତି ଘଟେଇବ। ଯାହାକି ବର୍ତ୍ତମାନ ଏୟାର ଡିଫେନ୍ସରେ ତାଠୁ ଅଧିକା କାର୍ଯ୍ୟକ୍ରମ କରାଯାଉଛି। ଏୟାର ଟୁ ଏୟାର ସେ ଯାହା ଆସୁଛି ତାକୁ ଆପଣଙ୍କର କମ୍ବାଟ କରୁଛି, କମ୍ବାଟରେ ଆପଣଙ୍କର ଡେଷ୍ଟ୍ରୟ କରୁଛି ଶତ୍ରୁ ପକ୍ଷର ମିସାଇଲକୁ ଏବଂ ସ୍ଥଳ ଭାଗକୁ ଯାଇକି ଯୋଉ ଜାଗାରେ ଆପଣଙ୍କର ଫିକ୍ସ କରାଯାଇଛି ସେ ଜାଗାକୁ ତାକୁ ମିସାଇଲ ଟାକୁ କ୍ଷେପଣାସ୍ତ୍ର କରା ବା କ୍ଷେପଣାସ୍ତ୍ରଟିକୁ ଆପଣଙ୍କର ସ୍ଥଳ ଭାଗରେ ପକାଯାଉଛି ବା ଏୟାରକୁ ଏୟାର କରାହଉଛି। ବର୍ତ୍ତମାନ ଯୋଉଟା ଆପଣଙ୍କର ଏଇଟା ଅଛି ଆପଣଙ୍କର ନାଗତାଲାଉ ଠାରେ ଯୋଉଟା ଦିଆଯିବ ତିନୋଟି ଏଇ 22 ତାରିଖ ଗତ ଆସୁଥିବା 22 ଅର୍ଥାତ ଅଗଷ୍ଟ 22ରେ ହସ୍ତାର୍ପଣ କରାଯିବ ଭାରତ ସରକାରଙ୍କ ଦ୍ଵାରା ସ୍ଥଳ ଭାଗ ସେନା ମାନଙ୍କୁ। ସେମାନେ ସେଟାକୁ ବ୍ୟବହାର କରିବେ କାରଣ ଅଲରେଡି ସେମାନେ ତାଲିମ ପ୍ରାପ୍ତ ହେଇଯାଇଛି ଏବଂ ସେଥିରେ ଆପଣଙ୍କର ଅଲରେଡି ତିଆରି କରାଯାଇଛି ସ୍କ୍ୱାଡ୍ରନ। ସେଟା କେମିତି ଆସିବ, କେମିତି ଯିବ, ଓହ୍ଲେଇବ କେମିତି, କେମିତି ତାକୁ ମାନେ ଡକ୍ କରାହବ, ଅନଡକ୍ କେମିତି କରାହବ, ତାର ତମାମ ବିବରଣୀ ଉପରେ ବିଶେଷ ଭାବରେ ଟ୍ରେନିଂ ଇତ୍ୟାଦି ସବୁ ଦିଆଯାଇଛି। ତାପରେ ୟାର ଆଉ ଗୋଟେ ମଧ୍ୟ ବିଶେଷ ତାତ୍ପର୍ଯ୍ୟତା ରହିଛି ମଲ୍ଟି ରୋଲ ପ୍ଲାଟଫର୍ମ। ବିଭିନ୍ନ ପ୍ଲାଟଫର୍ମ ଅଛି ତାର। କେମିତି ସେଇ ତାର ଅର୍ଥ କଣ ନା ମଲ୍ଟି ରୋଲ ପ୍ଲାଟଫର୍ମ ହେଲା ଇଏ ଯୋଉ ଆକାରରେ ଯିବ, ଯୋଉ ଆଟାକ ପାଇଁ ଯୋଉ ସ୍ଥିର କରାଯାଇଛି ସେ ଆଟାକ କୁ ବଦଳେଇ ତାର ୱେ ପରିବର୍ତ୍ତନ କରି ସେଇ ସ୍ଥଳ ଭାଗକୁ ପାଇ ବା ସେ ଆପଣଙ୍କର ଲକ୍ଷ୍ୟ ସ୍ଥଳକୁ ଯାଇକି ସେ ଆଟାକ କରିବ। ଯଦି ତାର ୱେ ଚେଞ୍ଜ କଲା ତଥାପି ସେ ଲକ୍ଷ୍ୟ ସ୍ଥଳକୁ ଯାଇକି ଯୋଉ ଜାଗାକୁ ଆପଣ ନିକ୍ଷେପ କରିବାର ଅଛି ସେଇ ଜାଗାକୁ ତାର ଡାଇମେନସନ ଚେଞ୍ଜ କରିବ, ଡିରେକ୍ସନ ଚେଞ୍ଜ କରିବ, ତଥାପି ସେ ଆଟାକ କରିପାରିବ। ଏଇଟା ହଉଛି ତାର ମୁଖ୍ୟ ଫିଚର୍ସ ଗୁଡାକ ଯୋଉଟା କି ଆପଣଙ୍କର ବର୍ତ୍ତମାନ ଯୋଧପୁରର ଯୋଧପୁର ହେଲା ଆପଣଙ୍କର ରାଜସ୍ଥାନ, ରାଜସ୍ଥାନର ଯୋଧପୁରର ନାଗତାଲାଓ ଠାରେ ଏଇଟା ହସ୍ତାର୍ପଣ କରାଯିବ ଆପଣଙ୍କର ଅଗଷ୍ଟ 22 ତାରିଖରେ। ଏଇଟା ଆମ ପାଇଁ ଏକ ଆମ ବାୟୁ ମାନେ ସ୍ଥଳ ସେନା ମାନଙ୍କ ପାଇଁ ଏକ ବଳ, ଯୋଉ ବଳ ସାହାଯ୍ୟରେ ସେମାନେ ବିଭିନ୍ନ ଶତ୍ରୁ ପକ୍ଷକୁ ଲଢିବେ ଏବଂ ଦେଶକୁ ରକ୍ଷା କରିବା ପାଇଁ ସେମାନେ ବଳ ପାଇବେ ଏବଂ ଉତ୍ସାହ ଉଦ୍ଦୀପନା ଆଗ୍ରହ ପାଇବେ। ଏଇଟା ହଉଛି ଏଇ ଆପାଚି ହେଲିକପ୍ଟରର କାର୍ଯ୍ୟକ୍ରମ। ତେଣୁ ଏଇ ଭିଡିଓଟି ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ମୁଁ ଆଶା କରୁଛି ଭିଡିଓଟିକୁ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।